ପିଲାମାନେ ଆମର ପ୍ରଥମ ବିଷୟଟି ସରିଯାଇଥିଲା। ଏବେ ତାର କିଛି ସର୍ଟ କ୍ୱେଶ୍ଚିନ୍ ଆମେ କରିବା। ତେବେ ପ୍ରଥମ ସର୍ଟ କ୍ୱେଶ୍ଚିନ୍ଟି ଦେଖ ଦେଇଛି, ନିମ୍ନଲିଖିତ ମଧ୍ୟରୁ କେଉଁଟି ଅର୍ଥନୈତିକ ଦ୍ରବ୍ୟ ନୁହେଁ? ସହରର ପାଇପ୍ ପାଣି, ମାଲିକ ରହୁଥିବା ବାସଗୃହ, ବାୟୁମଣ୍ଡଳର ଅମ୍ଳଜାନ, ହାତବନ୍ଧା ଘଡ଼ି। ତାହେଲେ ଏଇ ଗୁଡ଼ିକ ମଧ୍ୟରୁ କେଉଁଟି ଅର୍ଥନୈତିକ ଦ୍ରବ୍ୟ ନୁହେଁ? ବାୟୁମଣ୍ଡଳର ଅମ୍ଳଜାନ। କାହିଁକି ନା ବାୟୁମଣ୍ଡଳର ଅମ୍ଳଜାନ ହେଉଛି ମୁକ୍ତ ଦ୍ରବ୍ୟ। ଏବେ ଆସିବା ଦ୍ୱିତୀୟ କ୍ୱେଶ୍ଚିନ୍ କି, ନିମ୍ନଲିଖିତ ମଧ୍ୟରୁ କେଉଁଟି ଉପଭୋଗ ଦ୍ରବ୍ୟ? କାହାକୁ ଆମେ ଉପଭୋଗ କରୁଛୁ? ଟ୍ରାକ୍ଟର, କୀଟନାଶକ ଔଷଧ, ରାସାୟନିକ ସାର, ଚାଉଳ। ତାହେଲେ ଉପଭୋଗ ଦ୍ରବ୍ୟ ହେଉଛି ଚାଉଳ। ଏବେ ତୃତୀୟ ନମ୍ବରଟି ପଢ଼ିବା, ନିମ୍ନଲିଖିତ ଦ୍ରବ୍ୟ ମଧ୍ୟରୁ କେଉଁଟି ସମ୍ପଦ ନୁହେଁ? ମୋଟର କାର, ଆମ୍ବ ବଗିଚା, ତୁମ ହାତବନ୍ଧା ଘଡ଼ି, ପଦ୍ମଶ୍ରୀ ଉପାଧି। ତାହେଲେ କେଉଁଟା ସମ୍ପଦ ନୁହଁ? ନା ପଦ୍ମଶ୍ରୀ ଉପାଧି। ଏବେ 4 ନମ୍ବର ପଏଣ୍ଟଟିକି ପଢ଼ିବା, ସ୍ୱାସ୍ଥ୍ୟ ସମ୍ପଦ ନୁହେଁ କାରଣ ଏହାର ଆମେ ପଢ଼ିଥିଲୁ ଅର୍ଥଶାସ୍ତ୍ରରେ ସ୍ୱାସ୍ଥ୍ୟକୁ ସମ୍ପଦ କୁହାଯାଏନି। କାହିଁକି ନା ଦେଖ ତାର ବିକ୍ରୟ ଯୋଗ୍ୟତା ନାହିଁ। ଆଦେହରୁ ଅପସନ୍ ଦେଇଛି ଉପଯୋଗିତା ନାହିଁ, ସ୍ୱଳ୍ପତା ନାହିଁ, ବିକ୍ରୟ ଯୋଗ୍ୟତା ନାହିଁ, ଉପରୋକ୍ତରୁ କେଉଁଟି ନୁହେଁ? ତେବେ ଆମେ କ'ଣ ଜାଣିଲୁ? ସ୍ୱାସ୍ଥ୍ୟ ସମ୍ପଦ ନୁହେଁ। କାହିଁକି ନା ଏହାର ବିକ୍ରୟ ଯୋଗ୍ୟତା ନାହିଁ। ତେବେ ତାପର କ୍ୱେଶ୍ଚିନ୍ଟି ହେଲା, ଜଣେ କଲେଜ ଛାତ୍ରଙ୍କ ହାତବନ୍ଧା ଘଡ଼ି କ'ଣ ଅତ୍ୟାବଶ୍ୟକ ଦ୍ରବ୍ୟ ନା ବିଳାସ ଦ୍ରବ୍ୟ ନା ଆରାମପଦ ଦ୍ରବ୍ୟ ନା ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ? ତାହେଲେ ଆମେ ପଢ଼ିଥିଲୁ କଲେଜ ଛାତ୍ରଙ୍କ ପାଇଁ ହାତବନ୍ଧା ଘଡ଼ି ଅତ୍ୟାବଶ୍ୟକୀୟ ଦ୍ରବ୍ୟ। ଏବେ ତାପର କ୍ୱେଶ୍ଚିନ୍ କି ଯିବା। ତାହେଲେ କ'ଣ ଦିଆହେଇଛି? ନିମ୍ନଲିଖିତ ଦ୍ରବ୍ୟ ମଧ୍ୟରୁ କେଉଁଟି ସର୍ବସାଧାରଣ ଦ୍ରବ୍ୟ ନୁହେଁ? ତାହେଲେ କେଉଁଟା ସର୍ବସାଧାରଣ ଦ୍ରବ୍ୟ ନୁହେଁ? ରାସ୍ତାରେ ଦିଆଯାଇଥିବା ବିଜୁଳି ଆଲୁଅ, ବତୀଘର, ଜାତୀୟ ପ୍ରତିରକ୍ଷା, ତୁମର ଅର୍ଥନୀତି ପୁସ୍ତକ। ତାହେଲେ ଆମେ ଜାଣିଲୁ ଦିଆଯାଇଥିବା ବିଜୁଳି, ରାସ୍ତାରେ ଦିଆଯାଇଥିବା ବିଜୁଳି, ଜାତୀୟ ପ୍ରତିରକ୍ଷା, ବତୀଘର ଏଗୁଡ଼ିକ ସବୁ ହେଲା ସର୍ବସାଧାରଣ ଦ୍ରବ୍ୟ। ତୁମର ଅର୍ଥନୀତି ପୁସ୍ତକଟି ହେଲା ଘରୋଇ ଦ୍ରବ୍ୟ। ତେଣୁ ତୁମର ଅର୍ଥନୀତି ପୁସ୍ତକ ହେଉଛି ସର୍ବସାଧାରଣ ଦ୍ରବ୍ୟ ନୁହେଁ। ତେବେ ଜଣେ ବ୍ୟସ୍ତ ଡାକ୍ତରଙ୍କ ପାଇଁ ମୋଟର କାର ଅତ୍ୟାବଶ୍ୟକୀୟ ଦ୍ରବ୍ୟ, ବିଳାସ ଦ୍ରବ୍ୟ, ଆରାମଦାୟକ ଦ୍ରବ୍ୟ, ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ? ଆମେ ପଢ଼ିଥିଲୁ ଜଣେ ବ୍ୟସ୍ତ ଡାକ୍ତରଙ୍କ ପାଇଁ ମୋଟର କାର ଅତ୍ୟାବଶ୍ୟକୀୟ ଦ୍ରବ୍ୟ।